ରାଜାଙ୍କ ନାଁ ଉପରିଚର, ରାଣୀଙ୍କ ନାଁ ଗିରିକା। ଇନ୍ଦ୍ର ତାଙ୍କୁ ଦାନସୂତ୍ରରେ ଦେଇଥିବା ବିମାନ ନେଇ ସେ ଆକାଶରେ ଭ୍ରମଣ କରୁ କରୁ ଜଙ୍ଗଲକୁ ଗଲେ। ଆଉ ଜଙ୍ଗଲରେ ମନେ ମନେ ରାଣୀ ଗିରିକାଙ୍କୁ ମିସ୍ କଲେ। ଉପରିଚର ତାଙ୍କ ବୀର୍ଯ୍ୟ ସ୍ଖଳନ ହେଲା। ବୀର୍ଯ୍ୟ ନଷ୍ଟ ହୋଇଯିବ, ତେଣୁ ଗୋଟେ ଦୋନାରେ ରଖି ପାଖରେ ବସିଥିବା ବାଜପକ୍ଷୀକୁ କହିଲେ, ଯା ଏ ବୀର୍ଯ୍ୟତକ ରାଣୀଙ୍କୁ ଦେବୁ। ବାଜ ରାଣୀଙ୍କୁ ବୀର୍ଯ୍ୟ ଦେବା ପାଇଁ ରାଜଭବନ ଆଡ଼େ ଉଡ଼ି ଉଡ଼ି ଚାଲିଲା। ବାଟରେ ଆଉ ଗୋଟେ ବାଜ ଦେଖାହେଲା। ପ୍ରଥମ ବାଜ ମୁହଁରେ ଖାଦ୍ୟ, ଆଉ ଦ୍ୱିତୀୟ ବାଜ ଆକ୍ରମଣ କଲା। ବୀର୍ଯ୍ୟତକ ଯାଇ ଯମୁନା ନଦୀରେ ପଡ଼ିଲା, ଆଉ ସାଙ୍ଗେ ସାଙ୍ଗେ ତାକୁ ଗୋଟେ ମାଛ ଗିଳିଦେଲା। ମାଛ ଗର୍ଭବତୀ ହେଲା, ଆଉ ସେ ମାଛକୁ ଜାଲରେ ଧରିଲା ଦାସ ରାଜା। ଦାସ ରାଜା ମାଛ କାଟି ଦେଖିଲା ଯେ ତା ପେଟରେ ଗୋଟିଏ ଝିଅ, ଗୋଟିଏ ପୁଅ। ତେଣୁ ସେ ଦୁଇ ଜଣଙ୍କୁ ନେଇ ରାଜା ଉପରିଚରଙ୍କୁ ଦେଲା। ପୁଅଟିକୁ ରଖି ଝିଅଟିକୁ ଫେରାଇ ଦେଲା ରାଜା। ଆଉ ସେ ଝିଅ ହେଉଛି ସତ୍ୟବତୀ। ମାଛ ପେଟରେ ଜନ୍ମ ହୋଇଛି, ତେଣୁ ତା ଦେହ କାଳେ ମାଛ ମାଛ ମାନେ ମତ୍ସ୍ୟ ମତ୍ସ୍ୟ ବାସୁଥିଲା, ତେଣୁ ତା ନାଁ ଦିଆଗଲା ମତ୍ସ୍ୟଗନ୍ଧା। ବାପାଙ୍କ ପେଶାରେ ବି ମତ୍ସ୍ୟଗନ୍ଧା ନୌକାରେ ଲୋକଙ୍କୁ ପାରି କରୁଥିଲା। ହିମାଳୟରୁ ଆସିଲେ ଋଷି ପରାଶର କହିଲେ, ମୋତେ ଟିକେ ନଈ ପାର କରିଦେ। ଚିନ୍ତା କରନ୍ତୁ, ଯେ ହିମାଳୟରୁ ଶୂନ୍ୟ ଶୂନ୍ୟ ଆସିପାରିଲେ, ସେ ଛାର ନଦୀଟେ ବି ପାର କରିପାରିଲେ ନାହିଁ। ଅଧିକନ୍ତୁ ସେ ମତ୍ସ୍ୟଗନ୍ଧା ରୂପରେ ମୁଗ୍ଧ ହୋଇ ପ୍ରେମ ନିବେଦନ କଲେ। ମତ୍ସ୍ୟଗନ୍ଧା ତାର ଯେତିକି ସମସ୍ୟା କହିଲା, ତଥାସ୍ଥୁରେ ସମସ୍ୟାର ସମାଧାନ କରିଦେଲେ ପରାଶର। ପରାଶର କହିଲେ, ମୋ ସହ ରମଣ କର, ତୁମର କୁମାରୀତ୍ୱ ନଷ୍ଟ ହେବ ନାହିଁ। ଗର୍ଭଧାରଣ କଲେ ବି ଜଣାପଡ଼ିବ ନାହିଁ, ମାନେ ପେଟ ଫୁଲିବ ନାହିଁ। ତୁମ ଦେହରୁ ଆଉ ମାଛ ଗନ୍ଧ ବାହାରିବ ନାହିଁ, କସ୍ତୁରୀର ବାସ୍ନା ବାହାରିବ, 4 କୋଶ ପର୍ଯ୍ୟନ୍ତ ବ୍ୟାପିବ। ତେଣୁ ତୁମ ନାଁ ବି ଯୋଜନଗନ୍ଧା। ରମଣ ହେଲା। ଯମୁନା ଦ୍ୱୀପରେ ରମଣ ପରେ ପିଲାଟିଏ ଜନ୍ମ ହେଲା। ଆଉ ଜନ୍ମ ହେଉ ସେ ପିଲା ବଡ଼ ହୋଇଗଲା, ତପସ୍ୟା କରିବାକୁ ଚାଲିଲା, ଯାହାଙ୍କ ନାଁ ବେଦବ୍ୟାସ। ଆଉ ଏ ବେଦବ୍ୟାସ କାଳେ ଭାଗବତ ଲେଖିଛନ୍ତି, ମହାଭାରତ ଲେଖିଛନ୍ତି, 36 ପୁରାଣ ଲେଖିଛନ୍ତି, ଯଜୁର୍, ସାମ, ଅଥର୍ବ, ଋଗ୍ ବେଦର ସଂକଳନ କରିଛନ୍ତି। ପ୍ରତି ବେଦକୁ 4 ଭାଗରେ ବିଭକ୍ତ କରାଯାଇଛି। ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଉପନିଷେଦ। ସତରେ ବିଚିତ୍ର ନୁହଁ କି?